ଧୁମଧାମରେ ଉପାନ୍ତ ଅଞ୍ଚଳରେ ମହାଶିବରାତ୍ରି ପାଳିତ ଦିନ ଥିଲା। ମାଓବାଦୀ ମାନେ ଦିନ ଦ୍ୱିପ୍ରହରରେ ମୁଣ୍ଡ ଗଡାଉଥିଲେ, କିନ୍ତୁ ଆଜିର ଦିନ ପରିବର୍ତ୍ତନ ହୋଇଛି। ସାଧାରଣ ଲୋକମାନେ ମହା ଆଡମ୍ବରରେ ପାଳୁଛନ୍ତି ଶିବରାତ୍ରି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସାଲିମଠାରେ। କେଉଁ ଆବାହନ କାଳରୁ ସାବେରୀ ନଦୀ କୂଳରେ ଶିବ ମନ୍ଦିର ରହିଛି। ଏବେ ଅଞ୍ଚଳରେ ମାଓମୁକ୍ତ ହେବା ପରେ ବେଶ ଧୁମଧାମରେ ପାଳିତ ହେଉଛି ମହାଶିବରାତ୍ରି। ମହାଶିବରାତ୍ରିକୁ ମାନସିକଧାରୀମାନେ ନିଜର ମାନସିକ ପୂରଣ କରିବା ପାଇଁ ଜିଲ୍ଲା ତଥା ପଡୋଶୀ ରାଜ୍ୟ ଛତିଶଗଡ଼ରୁ ମଧ୍ୟ ଭକ୍ତମାନଙ୍କ ସୁଅ ଛୁଟୁଛି। ମନ୍ଦିର ପରିଚାଳନା କମିଟିର ସଭାପତି ଓ କର୍ମକର୍ତ୍ତାମାନେ ଭକ୍ତମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରିବା ସହିତ ଭକ୍ତମାନଙ୍କ ପାଇଁ ଅନ୍ନ ଛତ୍ରର ବ୍ୟବସ୍ଥା କରାଯାଇଥିଲା। ତା ସହିତ ଭକ୍ତମାନେ ଶାନ୍ତି ଶୃଙ୍ଖଳା ସହିତ ଦର୍ଶନ କରିବେ ବୋଲି ମାଥିଲି ଥାନା ଅଧିକାରିଣୀ ଦୀପାଞ୍ଜଳି ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ସବ୍ ଇନ୍ସପେକ୍ଟର ସବିତା ମାଝୀଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ନିୟୋଜିତ କରିଥିଲେ। ଭକ୍ତମାନଙ୍କ ଆଗ୍ରହ ଓ ସମାଗମକୁ ଦୃଷ୍ଟିରେ ରଖି କମିଟି ତରଫରୁ ଆଦିବାସୀ ମାନଙ୍କ ରାତ୍ରିରେ ଦେଶିଆ ନାଟର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଏହି ପୁରାତନ ଶିବ ମନ୍ଦିରର ଉନ୍ନତିକରଣ କିପରି ହୋଇପାରିବ ବୋଲି ସାଲିମି ସରପଞ୍ଚ ବନ୍ଧୁ ଭୂମିଆ ଓ ମନ୍ଦିର ପରିଚାଳନା କମିଟିର ସଭାପତି ସରକାରଙ୍କୁ ଅନୁରୋଧ କରିଛନ୍ତି। ବନ୍ଧୁ ଭୂମିଆ ସାଲିମି ଗ୍ରାମ ପଞ୍ଚାୟତ ସରପଞ୍ଚ। এটা ସାଲିମି ଗ୍ରାମ ପଞ୍ଚାୟତ ବୋଲି ନାହିଁ, এটা ନାକି 6-7 ଗ୍ରାମ ପଞ୍ଚାୟତର ଲୋକ ବାହାରୁ ବି ଆସୁଛନ୍ତି, ବହୁତ ଦୂର ଦୂରାନ୍ତ ଲୋକ। এটা ପୂର୍ବ ଆମ ପିଢ଼ିର ଆଗରୁ କରିକି ଆସୁଛନ୍ତି। এটা ନକଲ ପ୍ରଭାବରୁ ବି এটা ବନ୍ଦ ହେଇନାହିଁ, ଚାଲିଛି। ଏଟାକୁ କୌଣସି ବିରୋଧ ମଧ୍ୟ ହେଇନାହିଁ। ତେଣୁକରି এটা ସବୁ ବର୍ଷ ଧୁମଧାମ ଭାବରେ ଆମର ଯେଉଁ କମିଟି ପୂଜା କମିଟି ଅଛନ୍ତି ତାଙ୍କୁ ଅଶେଷ ଧନ୍ୟବାଦ। ତାଙ୍କର କମିଟି ମାଧ୍ୟମରେ ମ୍ୟାନେଜମେଣ୍ଟ ଦାୟିତ୍ୱ ଭଲ ଭାବରେ କରୁଛନ୍ତି। ଆଉ ପ୍ରଶାସନ ମଧ୍ୟ ପୋଲିସ ଆଇଆଇସି ମ୍ୟାଡ଼ାମ କପରେଟ୍ ମାଧ୍ୟମରେ ଯେଉଁଟାକି ବିଶୃଙ୍ଖଳା ହେବା କଥା ହେଉନାହିଁ। ତାପରେ ଆମର ଅନ୍ୟାନ୍ୟ ଷ୍ଟାଫ୍ ମଧ୍ୟ ସଜାଗ ରହୁଛନ୍ତି, ଯେଉଁଟା ବି ଆମର ସହଯୋଗରେ ହାତ ବଢ଼ାଇଛନ୍ତି। ଆଉ ଆମର ଏ ଯେଉଁ ମନ୍ଦିରରେ ପୂଜାରୀ ବାବା ଅଛନ୍ତି ତାଙ୍କର ମଧ୍ୟ ସହଯୋଗ ଆଉ ଅନ୍ୟାନ୍ୟ ଭକ୍ତବନ୍ଧୁ ମାନଙ୍କ ସହଯୋଗ ଯୋଗୁଁ ଆମେ ପ୍ରତ୍ୟେକ ବର୍ଷ ଧୁମଧାମ ଭାବରେ ଶିବରାତ୍ରି ପାଳନ କରୁଛୁ। ଆଉ ଯେଉଁ ସମସ୍ୟା ଗୁଡ଼ାକ ଆଗ ବର୍ଷ ବି ଆମେ କହିଥିଲୁ ପ୍ରଶାସନକୁ, ଯେଉଁ ସମସ୍ୟା ଗୁଡ଼ାକ ଅଛି, ଭକ୍ତ ବହୁତ ଦୂର ଦୂରାନ୍ତ ଆସିକରି ରାତି 3ଟାରୁ ଆରମ୍ଭ କରି ଆମର ପ୍ରାୟ ଆମର ସନ୍ଧ୍ୟା 5ଟା ଯାଏଁ ଲୋକ ଗହଳି ରହୁଛନ୍ତି। ତାଙ୍କର କୌଣସି ପ୍ରକାର ବ୍ୟବସ୍ଥା ନାହିଁ, ତାଙ୍କେ ଯେଉଁ ଖରାରେ ଛିଡ଼ା ହେଇକି ରହୁଛନ୍ତି। ଯାହା ସମ୍ଭବପର ଅଛି ଆମର ପୂଜା କମିଟି ତରଫରେ କରାହେଇଛି, ଯେଉଁ ଷ୍ଟାଣ୍ଡ ବ୍ୟବସ୍ଥା ଆଉ ପାଣିର ବ୍ୟବସ୍ଥା କରାହେଇଛି। ଆଉ ଯେଉଁ ଭକ୍ତମାନେ ଆସୁଛନ୍ତି ଦୂର ଦୂରାନ୍ତର ତାଙ୍କମାନଙ୍କ ପାଇଁ ଅନ୍ନଭୋଗ କରାହେଇଛି। ଧନ୍ୟବାଦ ଦେବି ବିଶ୍ୱ ବିଜୟ ଚ୍ୟାନେଲ ଆଜି ଦେଖନ୍ତୁ ସାଲମି କହିବାକୁ ଗଲେ ଦୀର୍ଘ 200 ବର୍ଷ ପୂର୍ବରୁ ପୂଜା ଚାଲି ଆସିଛି। 3-4 ପିଢ଼ି ହେବ। ବିଗତ ଦିନରେ କ'ଣ ମାନେ ସାଲମି ଏରିଆଟା ଏତେ ଡେଭଲପମେଣ୍ଟ ନଥିଲା, ଟିଭି ଚ୍ୟାନେଲ ବା ନେଟୱାର୍କ ମାଧ୍ୟମ ନଥିଲା, ଲୋକ ଜାଣିପାରୁନଥିଲେ କି ସାଲମି ଗୋଟେ ଶୈବ ପୀଠ ଅଛି ବୋଲି। ତେଣୁ ଲୋକମାନେ ଜାଣିନଥିଲେ। କିନ୍ତୁ ଆଜି ଦେଖନ୍ତୁ, ଆଜି ଡେଟ୍ରେ ହଜାର ଭକ୍ତ, ବିଶେଷ କରି ମହିଳା ଭକ୍ତମାନେ ଆଜି ହଜାର ସଂଖ୍ୟାରେ ଆସି ସକାଳଠୁ 4ଟା ରାତ୍ରିରୁ ଆସି ଦିନ ଏବେ ଘଣ୍ଟେ ହେବାକୁ ଯାଉଛି, ଫିର୍ ବି ଲୋକଙ୍କର ଭକ୍ତଙ୍କର ଭିଡ଼ ଆପଣମାନେ ନିଜେ ଦେଖୁଛନ୍ତି। ନିଶ୍ଚିତ ଭାବରେ ଚେଷ୍ଟା ତ ରହିବ ସରକାରଙ୍କ ମାଧ୍ୟମରେ ଆମ ସାଲମି ଶିବ ମନ୍ଦିରକୁ ଡେଭଲପମେଣ୍ଟ ଆଗକୁ ନେବା ପାଇଁ। ଆମେ ସମସ୍ତେ ଲୋକପ୍ରତିନିଧି ଥିଲେ କି ନଥିଲେ ମଧ୍ୟ ଗୋଟେ ଗାଁ ହିସାବରେ, ନିଜ ଗାଁ ମନ୍ଦିର ହିସାବରେ ସମସ୍ତଙ୍କ ପ୍ରୟାସ ଆପଣମାନଙ୍କ ମାଧ୍ୟମରେ ସରକାର ପାଖରେ ଦାବି ନିଶ୍ଚିତ ଭାବରେ ଥିବ କି ଶିବ ମନ୍ଦିର ବହୁତ ପୁରାତନ ପୂର୍ବ କାଳରୁ ଅଛି। ଆଜି ଡେଟ୍ରେ ଯେମିତି ଯୁଗ ଯେମିତି ଚେଞ୍ଜ ହେଇଯାଇଛି, ଲୋକମାନେ ଯେମିତି ପରିବର୍ତ୍ତନ ହେଇଯାଇଛନ୍ତି, ଠିକ୍ ସେଇଭଳି ଆମ ମାଠ ପୀଠ ଶୈବ ପୀଠ ସାଲମି ମନ୍ଦିରକୁ ନିଶ୍ଚିତ ଭାବେ ଉନ୍ନତିକରଣ କରିବା ପାଇଁ ନିଶ୍ଚିତ ଭାବରେ ସରକାର ପାଖରେ ଦାବି ଜଣାଇବି। ଏ ଅଞ୍ଚଳରେ ଆମର ପୂର୍ବପୁରୁଷରୁ ଆରମ୍ଭ କରି ଆମର ବଂଶ ସାରା ଏକା ଏ ମନ୍ଦିରଟା ପୂଜା ଚାଲିଛି। ଆମର ବଂଶଧାରା ଏକା କରୁଛନ୍ତି। ମାତ୍ର ସୋମବାର ଏଇ ଶିବରାତ୍ରି ବୋଲିକରି ନାହିଁ, ପ୍ରତ୍ୟେକ ସୋମବାରରେ ମଧ୍ୟ ଆସୁଛନ୍ତି ଭକ୍ତଗଣ ଯାକ, ବହୁତ ଦୂର ଦୂରାନ୍ତରୁ ଆସୁଛନ୍ତି। ମାତ୍ର ସେମାନଙ୍କର ରହିବା, ଖାଇବା, ଶୋଇବା ଏଇଟା ଯାକ କିଛି ସୁବିଧା ନାହିଁ। ସେଥିପାଇଁ ଏକା ଆସୁଛନ୍ତି ଯାଉଛନ୍ତି। ଏତେ କଷ୍ଟ ଏକା ଲାଗୁଛି। ଖରାରେ ଠିଆ ହେଇଥିବେ, କି ଘର ନାହିଁ, କିଛି ନାହିଁ। ସରକାର ତରଫରୁ କେଉଁଟା ଗୋଟେ କିଛି ନାହିଁ, ସହାୟତା ନାହିଁ।
ବହୁତ ବର୍ଷରୁ ଏ ମିଡ଼ିଆ ବାଲା ଆସିକରି କହୁଛନ୍ତି ସିନା ମାତ୍ର ସରକାର ତରଫରୁ କିଛି କାର୍ଯ୍ୟକାରୀ ହେଇପାରୁନାହିଁ। ଶିବରାତ୍ରି ଉପରେ କ'ଣ କହିବେ? ମହାଶିବରାତ୍ରି ତ ପ୍ରତିବର୍ଷ ଏମିତି ବହୁ ଗଲା ବର୍ଷ ମଧ୍ୟ ଆମର କିଛି ନହେଲେ ପ୍ରାୟ ଲକ୍ଷେରୁ ଉର୍ଦ୍ଧ୍ୱ ଭକ୍ତ ସମାଗମ ହେଇଥିଲେ। ଏ ବର୍ଷ ବି ସେମିତି ଆସିଛନ୍ତି। ଆହୁରି ଆଗକୁ ରାତିରେ ଆହୁରି ଆସିବେ, ପୁଣି ହରିହର ଭେଟ ପର୍ଯ୍ୟନ୍ତ ପ୍ରାୟ ଲୋକ ରହିବେ ଏଠି। ଆମର ବାପାଙ୍କ ତାର ବାପା ପର୍ଯ୍ୟନ୍ତ ଆଗରୁ ଭଗବାନ ନିଜେ ସ୍ୱୟଂ ନିଜେ ଜାତ ହେଇଛନ୍ତି। ତେଣୁ ଏଠି ଏରିଆରେ ପ୍ରାୟ ଶିବ ମନ୍ଦିରଟା ପ୍ରାୟ ନଥିଲା, ଏଠି ଆଗରୁ ହେଉଛି। ଏଠି ପ୍ରାୟ ପାଖାପାଖି 7-8ଟା ଏମିତି ପଞ୍ଚାୟତର ଲୋକ ସବୁ ଏଠି ସମାଗମ ହେଉଥିଲେ ଆଗରୁ ବି, ଏବେ ବି ହେଉଛନ୍ତି। ମାଲକାନଗିରି ଜିଲ୍ଲାରୁ ବାସୁଦେବ ଜେନାଙ୍କ ରିପୋର୍ଟ, ବିଶ୍ୱବିଜୟ ନ୍ୟୁଜ୍ ଓଡ଼ିଶା।